साबलभंगा नीलकंठेश्वर उच्च विद्यालय प्रधान शिक्षकों अवसरकालीन विदाय संबर्धना अनुगोल ब्लॉक साबलभंगा ग्रामर नीलकंठेश्वर उच्च विद्यालय गुरुवार अपराह अवसरकालीन विदाय संबर्धना सभा अनुष्ठित हो विद्यालय प्रधान शिक्षक श्रीजुक्त प्रशांत कुमार साहू विद्यालय अवसर नहीं विद्यालय परिसर में एक संबर्धना सभार आयोजन करा ଯେଉଁଥିରେ 27ଟି ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀ ଏବଂ ନୂତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସାବଳଭଙ୍ଗା ହାଇସ୍କୁଲର ପ୍ରଶାନ୍ତ ସାର୍ ବିଦାୟକାଳୀନ ଅବସରରେ ତାଙ୍କୁ ଆମେ ସ୍ୱାଗତ ଜଣାଇବା ପାଇଁ ଆସିଅଛୁ। ଆମେ ବହୁ ଦିନ ଧରି ଏହି ଗ୍ରାମରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛୁ ଏବଂ ଆମ ସାର୍ ଆମକୁ ବହୁ କିଛି ଅମୂଲ୍ୟ ଶିକ୍ଷା ପ୍ରଦାନ କରିଛନ୍ତି। ସେ ଆମ ପିତାମାତାଙ୍କଠୁ ଶିକ୍ଷାଦାନରେ ବହୁତ ଊର୍ଦ୍ଧ୍ୱରେ ଅଛନ୍ତି। ଯେହେତୁ ସେ ଆମର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମକୁ ବହୁ କିଛି ନୈତିକ ଶିକ୍ଷା ପ୍ରଦାନ କରିଛନ୍ତି। ସେ ଯିବା ବେଳେ ଆମକୁ ବହୁତ ଦୁଃଖ ଲାଗୁଅଛି। 1993 ମସିହାରେ ନୀଳକଣ୍ଠେଶ୍ୱରଙ୍କ ନାମରେ ଜନ୍ମଲାଭ କରିଥିବା ବିଦ୍ୟାଳୟଟି ପ୍ରଥମେ ଝାଟିମାଟି କାନ୍ଥ ତିଆରି ଚାଳଛପର ଘରେ ପାଠପଢ଼ା ଚାଲିଥିଲା। 1999 ମସିହାରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଯୋଗଦେବା ଦିନଠାରୁ ଅବସର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ସାହୁ ବିଦ୍ୟାଳୟର ଉନ୍ନତି କରିବା ତଥା ଭଲ ଛାତ୍ରଛାତ୍ରୀ ଗଢ଼ିବାର ମନୋଭାବ ରଖି ବହୁ ପରିଶ୍ରମ କରି ଭଲ ଛାତ୍ରଛାତ୍ରୀ ଗଢ଼ି ତୋଳିବାରେ ସଫଳତା ପାଇପାରିଛନ୍ତି। ତାଙ୍କରି ସମୟ ସୀମା ମଧ୍ୟରେ ଝାଟିମାଟି ଚାଳଛପର ଘର ଆଜି ଛାତଘରେ ପରିଣତ ହୋଇଛି ଏବଂ ତାଙ୍କରି ହାତ ତିଆରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ଭଲ ନମ୍ବର ରଖି ବିଭିନ୍ନ ସରକାରୀ ତଥା ବେସରକାରୀ ଚାକିରିରେ ନିଯୁକ୍ତି ପାଇ ନିଜର ପରିଚୟ ତଥା ବିଦ୍ୟାଳୟ ନାଁକୁ ଆଗକୁ ଆଣିପାରିଛନ୍ତି। ମୋ ନାଁ ଭ୍ରମର ସାହୁ, ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟର 2000 ମସିହାର ଛାତ୍ର। ଆଜି ଆମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ମହୋଦୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିଲା। ଏଥିରେ ଆମର ସାର୍ 1999 ମସିହାରେ ଆମ ସ୍କୁଲରେ ଯୋଗ ଦେଇଥିଲେ, ଯାହାକି ସେତେବେଳେ ଆମର ବିନା ଦରମାରେ ସାର୍ ଆମର ଏଠି ପାଠ ପଢ଼ାଇଥିଲେ। ବଡ଼ ଦୁଃଖ ଏବଂ ହୃଦୟ ବିଦାରକ ଏସବୁ ଜିନିଷ ଯେ ଆମ ସାର୍କୁ ଯେଉଁ ସାର୍କୁ ଆମେ ସକାଳେ ସନ୍ଧ୍ୟାରେ ଦେଖୁଥିଲୁ, ଏବେ ଏହି ସାର୍କୁ ଆମେ ଆମ ଗ୍ରାମରେ ଦେଖିପାରିବୁନି। ବଡ଼ ଦୁଃଖ ଲାଗୁଛି। ତେଣୁ ଆମେ ପୁରାତନ ଛାତ୍ରଛାତ୍ରୀମାନେ ସମସ୍ତେ ସାର୍ଙ୍କୁ ଏକକାଳୀନ ଏକ ବିଦାୟ ସମ୍ବର୍ଦ୍ଧନା ଭବ୍ୟ ଆୟୋଜନ କରିଛୁ। ତେଣୁ ଆମ ଗ୍ରାମବାସୀ ଏଥିରେ ବହୁତ ମାତ୍ରାରେ ସହଯୋଗ କରିଛନ୍ତି ଏବଂ ଆମ ସ୍କୁଲର ଅନ୍ୟ ଶିକ୍ଷକ ବୃନ୍ଦମାନେ ସହଯୋଗ କରିଛନ୍ତି ଏବଂ ଆମର ସମସ୍ତ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସାର୍ଙ୍କୁ ଆମେ ଆମ ସ୍କୁଲ ତରଫରୁ ଏତିକି ଧନ୍ୟବାଦ ଯେ ସାର୍ ଆମକୁ ଭଲ ମଣିଷଟିଏ କରିପାରିଛନ୍ତି। ତାଙ୍କ ଆଶୀର୍ବାଦ ଆମ ଉପରେ ସଦା ସର୍ବଦା ରହୁ। ପ୍ରଭୁ ଜଗନ୍ନାଥ ଆମ ସାର୍ଙ୍କୁ ସଦା ସର୍ବଦା ଖୁସିରେ ରଖନ୍ତୁ। ନମସ୍କାର। ସଭାରେ ବିଗତ 27 ବର୍ଷର ଅଭୁଲା ସ୍ମୃତିକୁ ମନେ ପକାଇ ଶେଷରେ ଗୋଟିଏ କଥା କହିଥିଲେ, ମୁଁ ଏଠାକୁ ଆସିବା ଦିନଠାରୁ ମୁଁ ମୋ ଗାଁ ଭୁଲି ଯାଇଥିଲି। ଏ ଗାଁକୁ ମୋ ଗାଁ ବୋଲି ଭାବି ନେଇଥିଲି। ମୋ ଗାଁ ଠାରୁ ଅଧିକ ଆପଣମାନେ ଭଲ ପାଇବା ଦେଇଛନ୍ତି। ଶିକ୍ଷକତାର ଅବସର ନେଇଛି ସତ, ହେଲେ ଏ ଗାଁ ସହିତ ମୋର ସେମିତି ଭଲ ପାଇବା ରହିବ। ଆଜି ଏ ଅବସରକାଳୀନ ଏ ଉତ୍ସବ ମୋ ପାଇଁ ଅବସର ନୁହେଁ, କାହା ପାଇଁ ଦୁଃଖ ଦେଇପାରେ। ଏ ମହଲ ମୋ ପାଇଁ ଏକ ସୁଖ ଅନୁଭୂତି ଦେଇଛି। ମୋର ସମସ୍ତ ଦୁଃଖ ମୁଁ ଦୂର ହୋଇଯାଇଛି ଏବଂ ଏ ବିଦ୍ୟାଳୟରେ ମୁଁ 1999 ମସିହାରୁ ନିଯୁକ୍ତି ପାଇ ଶିକ୍ଷାଦାନ କରିଆସୁଛି। ବିଭିନ୍ନ ଘାତ ପ୍ରତିଘାତ ଭିତରେ ଏ ବିଦ୍ୟାଳୟକୁ ଗଢ଼ି ତୋଳିବା ଗୋଟେ ଲକ୍ଷ୍ୟ ଥିଲା। ତେଣୁ ସମସ୍ତଙ୍କର ସହଯୋଗ, ଗ୍ରାମବାସୀଙ୍କ ସହଯୋଗ, ମୋର ଶିକ୍ଷକ ବନ୍ଧୁଙ୍କ ସହଯୋଗ, ଦିଗ୍ଦର୍ଶକମାନଙ୍କର ସହଯୋଗ, ସମସ୍ତଙ୍କ ସହଯୋଗରେ ଏ ବିଦ୍ୟାଳୟଟିକୁ ଆମେ ଆଗକୁ ନେଇଥିଲୁ। ପରବର୍ତ୍ତୀ ମୁହୂର୍ତ୍ତରେ ଏ ବିଦ୍ୟାଳୟ ଏପରିକି ଆମେ ବ୍ଲକ ସ୍ତରରେ ମଧ୍ୟ ପୁରସ୍କାର ପାଇବା ପାଇଁ 2 ଥର ପୁରସ୍କାର ପାଇସାରିଛୁ। ତାହା ମଧ୍ୟ ଆମ ସମସ୍ତଙ୍କର କର୍ତ୍ତବ୍ୟକୁ ପ୍ରମାଣିତ କରୁଥିଲା। ଜନ୍ମ ଯେମିତି ମୃତ୍ୟୁ ହୁଏ, ସେମିତି ସରକାରୀ ଚାକିରିରେ ନିଯୁକ୍ତି ପାଇଲେ ଅବସର ନିଶ୍ଚିନ୍ତ ନେବାକୁ ପଡ଼େ। ତେଣୁ ଆଜିର ମୋର ବୟସ ହୋଇଯାଇଥିବାରୁ ସରକାରୀ ବିଧିବିଧାନ ଅନୁଯାୟୀ ମୁଁ ଆଜି ଅବସର ନେଉଛି। କିନ୍ତୁ ମୋର ସମସ୍ତ ଛାତ୍ରଛାତ୍ରୀ, ଏ ଗାଁର ଗ୍ରାମବାସୀ, ଏମାନଙ୍କ ହୃଦୟରୁ ମୁଁ କେବେ ହେଲେ ଅବସର ନେଇପାରିବି ନାହିଁ। ସୁଖ ଦୁଃଖରେ ମୁଁ ତାଙ୍କ ପାଖରେ ରହିବି ବୋଲି ମଧ୍ୟ ଆଜି କଥା ଦେଉଛି। ମୁଁ କୃତଜ୍ଞତା ପ୍ରକାଶ କରୁଛି। ଏହି ଗାଁ,
ଏଇ ମାଟି ମୋତେ ଦାନା ଦେଇଛି। ପ୍ରଥମେ ହୁଏତ ଦାନା ଦେଇନଥିଲା, କିନ୍ତୁ ମୁଁ ଆଜି ଦାନା ପାଇଛି ବା ମୋର ରୋଜଗାର ପାଇଛି। ଏହି ଗ୍ରାମବାସୀ ପାଖରେ କୃତଜ୍ଞତା ପ୍ରକାଶ କରିବି। କୌଣସି ସମୟରେ ମୋ ଜୀବନ କାଳ ଚାକିରି କାଳ ଭିତରେ କେବେ ଆସି ମୋ ବିଦ୍ୟାଳୟରେ ସେପରି କୌଣସି ଅପ୍ରୀତିକର ଘଟଣା ଘଟାଇବାର ସାହସ ତ କହିବିନି, କେବେ କରିବାକୁ ଚାହିଁନାହାନ୍ତି। ଯଦି କେତେବେଳେ ଛୋଟ ବଡ଼ ଭୁଲ ହେଇଯାଇଥିଲା ତାହେଲେ ଗୋଟେ ମନେ କହନ୍ତି ପ୍ରଶାନ୍ତ ସାର୍ ଅଛନ୍ତି ପରା, ସେ ବୁଝି ନେବେ। ତେଣୁ କେହି ସ୍କୁଲକୁ ଆସନ୍ତି ନାହିଁ ସେଇଟା କହିବା ପାଇଁ। ଏବଂ ଆଜି ମୋ ମନରେ ଥିବା ସେଇ କଥା କହୁଥିଲି। ମୋର ସେତେବେଳେ ସାଂସ୍କୃତିକ ଶିକ୍ଷକ ଜଣେ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଏ ଗ୍ରାମବାସୀମାନଙ୍କ ତାଙ୍କ ପ୍ରତି ଥିବା ଯେଉଁ ସମ୍ମାନ, ସେତେବେଳେ ମୁଁ ସ୍ୱପ୍ନ ଦେଖିଥିଲି ମୁଁ ବି ଏମିତି କିଛି କରନ୍ତି। ମୁଁ ମରିଯାଏ ବା ବଞ୍ଚିଥାଏ ଯଦି ଏହିପରି କିଛି ମୋତେ ବି ସମ୍ମାନ ମିଳିବ ତାହେଲେ ମୋ ଜୀବନ ସାର୍ଥକ ହେବ। ଆଜି ସେ ଜୀବନ ମୋର ସାର୍ଥକ ହେଇଛି ତମ ପିଲାମାନଙ୍କୁ ଦେଖି, ଆଜିର ଏ ଭବ୍ୟ ସମ୍ବର୍ଦ୍ଧନା ଦେଖି। ତେଣୁ ମୁଁ ଗ୍ରାମବାସୀ, ମୋ ଛାତ୍ରଛାତ୍ରୀ ତଥା ମୋର ଶିକ୍ଷକ ବନ୍ଧୁ, ଦିଗ୍ଦର୍ଶକ ସମସ୍ତଙ୍କ ଆଗରେ ମୁଁ ଋଣୀ ସଭ୍ୟତା କୃତଜ୍ଞତା ପ୍ରକାଶ କରୁଛି। ଯଦି ଭୁଲରେ କେବେ ଜାଣତରେ ହେଉ ବା ଅଜାଣତରେ ହେଉ କିଛି ଭୁଲ କରିଦେଇଥାଏ, ତେବେ ସମସ୍ତଙ୍କୁ ହାତ ଯୋଡ଼ି ନିବେଦନ କରୁଛି ସେ ଭୁଲକୁ କେବେ ଭୁଲ ବୋଲି ଧରିବେ ନାହିଁ। ମୁଁ ଯାହା କରିଛି ମୋ ବିଦ୍ୟାଳୟ ପାଇଁ କରିଛି। ଏଇ ଗାଁକୁ ମୋ ନିଜର ଗାଁ ବୋଲି ଭାବି ନେଇଛି। ଏ ବିଦ୍ୟାଳୟର ଶିକ୍ଷକମାନେ ମୋର ପରିବାର ବୋଲି ଭାବିଛି। ମୋ ଦୁଃଖ ସୁଖର ସାଥୀ, ମୋ ପରିବାର ନଥିଲେ କେତେବେଳେ, କିନ୍ତୁ ମୋର ଏଇ ଶିକ୍ଷକ ବନ୍ଧୁ, ଏଇ ଗ୍ରାମବାସୀମାନେ ମୋର ଦୁଃଖଦ ସୁଖଦ ସବୁବେଳେ ମୋ ପାଖାପାଖି ଅଛନ୍ତି। ତେଣୁ ସମସ୍ତଙ୍କ ପାଖରେ ମୋର କୃତଜ୍ଞତା ପ୍ରକାଶ କରି ଆଜି ମୋର ଏହି ଅବସରକାଳୀନ ଠାରୁ ମୁଁ ବିଦାୟ ନେଉଛି ଏବଂ ସମସ୍ତଙ୍କୁ କାମନା କରୁଛି ମୋର ଛାତ୍ରଛାତ୍ରୀମାନେ ସମସ୍ତେ ଗୋଟେ ସୁନାଗରିକ ହୋଇ ଗଢ଼ି ଉଠନ୍ତୁ, ଏ ଗାଁର ନାମ ରଖନ୍ତୁ ଏବଂ ଏ ବିଦ୍ୟାଳୟର ନାମ ରଖନ୍ତୁ, ତୋ ସହିତ ସମସ୍ତେ ନିରୋଗ ରହନ୍ତୁ। ଏହା ହିଁ ଶେଷରେ କାମନା କରୁଛି ଭଗବାନ ପାଖରେ ପ୍ରାର୍ଥନା କରି ମୋର ଏ ସଂକ୍ଷିପ୍ତ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ। ଅଭୁଲା ସ୍ମୃତି, ମୋ ଛାତ୍ରଛାତ୍ରୀମାନେ, ଅଭିଭାବକମାନେ ରାସ୍ତାରେ ଦେଖିଲା ବେଳେ ଯେଉଁ ହସିରେ ମୋତେ ପଚାରନ୍ତି ସାର୍, ଆମ ସାର୍, ଏବଂ ଗୋଟେ କଥା କହନ୍ତି ସ୍କୁଲ କହିଲେ ପ୍ରଶାନ୍ତ ସାର୍ ବି ମୋତେ କିଛି ଜଣ କହନ୍ତି। ସେଇଟା ହେଲା ମୋ ପାଇଁ ସବୁଠାରୁ ଅଭୁଲା ସ୍ମୃତି। ଏତେ ବଡ଼ ଭଲ ପାଇବା ଜିନିଷ ଆଉ କେଉଁଟା ମୁଁ ତାଠୁ ଅଧିକ କାହାକୁ ଦେଇପାରିବି ନାହିଁ। ତେଣୁ ଏ ଅଭୁଲା ସ୍ମୃତିକୁ ରଖିବି ସମସ୍ତଙ୍କର ଭଲ ପାଇବା ମୋ ପ୍ରତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଗ୍ରାମ ସଭାପତି, ସମ୍ପାଦକ, ଉଚ୍ଚ ବିଦ୍ୟାଳୟର ଶିକ୍ଷକଗଣ, ପ୍ରାୟ 2000 ଅଧିକ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ସାର୍ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଗ୍ରାମ ପରିକ୍ରମା କରି ଗ୍ରାମର ଦେବାଦେବୀଙ୍କୁ ଦର୍ଶନ କରାଇ ସାର୍ଙ୍କୁ ବିଦାୟ ଦେଇଥିଲେ। ब्यूरो रिपोर्ट अनुकूल लाइव।